ତାକୁ ସମାଲୋଚନା କରି ନିଜର ବଡ଼ପଣିଆ କାହିଁକି ଆଗକୁ ଦେଖେଇବା। ଜଗନ୍ନାଥ ଚାହିଁଲେ ସବୁ କିଛି ହୁଏ। ମୋ ଘରେ ବିଲେଇ ମିଆଁ ମିଆଁ କରି ସକାଳୁ ଡାକୁଛି ଜୟ ଜଗନ୍ନାଥ। ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି, ବାଡ଼ ବତା ଧରି ଯହୁଁ ତ ରହିବେ, ବିହନ ହୋଇବେ ସେହି। ମାଳିକା କଥା, ମହାପୁରୁଷ ଅସ୍ତାନନ୍ଦଙ୍କ କଥା। ପର୍ବତ ଶିଖରେ ଫୁଟିବ କଇଁ, ମାଳିକା ବଚନ ଅନ୍ୟଥା ନ ହୋଇ। ଏ କଳିଯୁଗରେ ଅନେକ କିଛି ଜିନିଷ ଆପଣମାନେ ଦେଖିବେ ଯେଉଁଠି ବିଜ୍ଞାନ ଦ୍ୱାରା ମଣିଷ ମଙ୍ଗଳ ଗ୍ରହକୁ ଯାଇପାରୁଛି, ଅସମ୍ଭବକୁ ସମ୍ଭବ ହୋଇପାରୁଛି। ଯଦି ଗୋଟେ ମୂଷାଟେ ଚିଉଁ ଚିଉଁ କହିଦେଇଛି ଜୟ ଜଗନ୍ନାଥ, ମୋ ଘରେ ବିଲେଇ ମିଆଁ ମିଆଁ କରି ସକାଳୁ ଡାକୁଛି ଜୟ ଜଗନ୍ନାଥ। ବାଘର ଭାଷାରେ ବାଘ ହେଣ୍ଟାଳ ରଡ଼ି ଦେଉଛି ଜୟ ଜଗନ୍ନାଥ। ଆମେ ତ ଭିଡ଼ିଓଟିକୁ ଦେଖିନୁ, ଖାଲି ଭିଡ଼ିଓ ମାଧ୍ୟମରେ ଯାହା ଜାଣୁଛୁ। ହୁଏତ ଜଗନ୍ନାଥ ଚାହିଁଲେ ସବୁ କିଛି ହୁଏ। ମହାପ୍ରଭୁ ଯଦି ନ ଚାହିଁଥାନ୍ତେ ସେ ମୂଷାଟା ସେଠି ଆସିପାରିନଥାନ୍ତା। ଏଇଟା ଆମ ବିଶ୍ୱାସ, ଏଇଟା ଆମ ଭଲ ପାଇବା। ଯଦି ଆପଣଙ୍କର କୌଣସି ବିଶ୍ୱାସ ଅଛି ବିଶ୍ୱାସ କରନ୍ତୁ, ଯଦି ବିଶ୍ୱାସ ନାହିଁ ବିଶ୍ୱାସ କରନ୍ତୁ ନାହିଁ। ତାକୁ ସମାଲୋଚନା କରି ନିଜର ବଡ଼ପଣିଆ କାହିଁକି ଆଗକୁ ଦେଖେଇବା। ଆମେ ମଣିଷ, ଆଜି ଅଛେ କାଲି ଚାଲିଯିବା, କିନ୍ତୁ କଥା ରହିଯାଇଥିବ। ମୂଷା କହୁଥିଲା ଜୟ ଜଗନ୍ନାଥ। ଯାହା ବି ହଉ ନା କାହିଁକି, ଯଦି ମହାପ୍ରଭୁ ଚାହିଁଛନ୍ତି ସେ ଏତେ ବାଟ ଆସିପାରିଛି। ଯଦି ଆପଣ ଜଗନ୍ନାଥ ସବୁ କରାଉଛନ୍ତି, କରାଉଥାଏ ମୁହିଁ ମୋ ବି ଅନ୍ୟ ଗତି ନାହିଁ, ତାହେଲେ ମୂଷାକୁ ସେ ଭଲରେ ହଉ ମନ୍ଦରେ ହଉ ଯାହା ବି ହଉ, ମୂଷା 22 ପାହାଚ ଚଢ଼ିଛି ମହାପ୍ରଭୁଙ୍କ ଆଶୀର୍ବାଦରୁ। ତେଣୁ ସେ ଭଉଣୀକି ଆମେ କ'ଣ କହିବା ଦରକାର କି କିଏ ପବ୍ଲିସିଟି ହେବା ଦରକାର, ଏସବୁ କହିବା ଦରକାର ନାହିଁ। ଯାହା ହେଉଛି, ଯାହା ହେବ, ଯାହା ହେଲା ଆମେ ଭାବି ନେବା ମହାପ୍ରଭୁଙ୍କର ସବୁ ଆଶୀର୍ବାଦରେ ହେଉଛି। ମହାପ୍ରଭୁ ଏସବୁ କରାଉଛନ୍ତି। ତେଣୁ ଅସମ୍ଭବକୁ ସମ୍ଭବ ଆମେ ଅନୁଭବ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।